ବାମ ପାଦ ତଳେ ଝିଅ ନାମର ପ୍ରଥମ ଅକ୍ଷର ଲେଖିକି ଶୋଇପଡ଼ନ୍ତୁ। ସକାଳ ହେବା ମାତ୍ରେ ସେ ଝିଅ ପଟିଯିବ। ନିଜେ ଆସିକି ତୁମକୁ ଭଲ ପାଉଛି ବୋଲି କହିବ। ହଁ ଦର୍ଶକ ବନ୍ଧୁ, ଯଦି ଆପଣ ଯେତେ ଚେଷ୍ଟା କରି ମଧ୍ୟ ଝିଅ ପଟେଇ ପାରୁନାହାନ୍ତି, ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇ ପାରୁନାହାନ୍ତି, ତେବେ ବାମ ପାଦ ତଳେ ତା ନାମର ପ୍ରଥମ ଅକ୍ଷର ଲେଖିକି ଶୋଇପଡ଼ନ୍ତୁ। ତାପରେ ଦେଖିବେ ଚମତ୍କାର। ସକାଳ ହେବା ମାତ୍ରେ ସେ ଝିଅ ପଟି ଯାଇଥିବ। ବିବାହିତା ମହିଳା ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଆଜି ରାତିରେ ଆପଣ ଏହି ବିଧିକୁ କରିବେ। ସକାଳ ହେବା ମାତ୍ରେ ଦେଖିବେ ଚମତ୍କାର। ଯେଉଁ ଝିଅ ଆପଣଙ୍କ ସହିତ କଥା ହେଉନଥିଲା, ସେ ନିଜେ ଆସି ଆପଣଙ୍କ ସହିତ କଥା ହେବ ଆଉ ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ବିବାହିତା ମହିଳାକୁ ଆପଣ ଦିନରାତି ଭାବୁଛନ୍ତି, ସିଏ ନିଜେ ଆପଣଙ୍କୁ ଫୋନ୍ କରି ଘରକୁ ଡାକିବ ଆଉ ଯାହା ଚାହିଁବେ ତାହା କରିବାକୁ ଦେବ। ନମସ୍କାର ଦର୍ଶକ ବନ୍ଧୁ, ଏସ୍ ମନ୍ତ୍ର ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଯଦି ଆପଣ ଏହାକୁ ଠିକ୍ ଭାବରେ କରିଦେଲେ, ମୁଁ ଆପଣଙ୍କୁ ଯେମିତି ଶିଖେଇବି ଆପଣ ଠିକ୍ ସେହିପରି କରିଦେଲେ, ତେବେ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, ଆପଣ ଯେଉଁ ଝିଅ ବା ମହିଳାକୁ ଚାହିଁବେ ତାକୁ ଅତି ସହଜରେ ପଠେଇ ପାରିବେ। ତାକୁ ଅତି ସହଜରେ ନିଜ ବଶରେ କରି ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ସିଏ ଟାଣି ହୋଇ ଆପଣଙ୍କ ପାଖକୁ ଆସିବ ଆଉ ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ। ତେବେ ଏହି ବଶୀକରଣ ବିଧି ଜାଣିବା ପୂର୍ବରୁ ମୋର ଆପଣମାନଙ୍କୁ ଅନୁରୋଧ କି, ଯଦି ଆପଣ ଆମ ଚ୍ୟାନେଲକୁ ନୂଆକି ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ର ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ। ତେବେ ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ ଯେବେ ବି କରିବେ, ସମ୍ପୂର୍ଣ୍ଣ ଭରସା ଆଉ ବିଶ୍ୱାସର ସହିତ କରିବେ। ଶାନ୍ତ ମନରେ ଆପଣ ସେ ଝିଅ ବା ମହିଳାକୁ ମନେ ମନେ ଭାବିକି ଏହି ବଶୀକରଣ ବିଧିକୁ ଆରମ୍ଭ କରିବେ। ତେବେ ଯାଇ ଆପଣଙ୍କର ବଶୀକରଣ ସିଦ୍ଧ ହେବ ଆଉ ଆପଣ ଯାହାକୁ ଚାହିଁବେ ତାକୁ ନିଜ ବଶରେ କରିପାରିବେ ଆଉ ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ବିଧିଟି ଜାଣିବା ପୂର୍ବରୁ ମୋର ଆପଣମାନଙ୍କୁ ଆଉ ଗୋଟିଏ ଅନୁରୋଧ ଶୁଣି ନିଅନ୍ତୁ। ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। କାହିଁକିନା ଯେଉଁ ଝିଅ ବା ମହିଳା ଉପରେ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିଦେବେ, ସିଏ ଆପଣଙ୍କ ପାଇଁ ପାଗଳୀ ହୋଇଯିବ, ଆପଣଙ୍କୁ ଭଲ ପାଇବ, ଆପଣଙ୍କୁ ନ ଦେଖି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ଏହି ବଶୀକରଣର ଅନେକ ଫାଇଦା ଅଛି। ମନ୍ତ୍ରତନ୍ତ୍ରରେ ଇଏ ସର୍ବଶ୍ରେଷ୍ଠ ବଶୀକରଣ। ଏହାର ପ୍ରୟୋଗରେ ଆପଣ ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରିପାରିବେ। ତାକୁ ପଟେଇ ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଯଦି ଆପଣ କେଉଁ ଝିଅକୁ ଭଲ ପାଉଛନ୍ତି, ହେଲେ ସେ ଝିଅ ଆପଣଙ୍କୁ ଧୋକା ଦେଇଛି, ଆପଣଙ୍କ ସହିତ କଥା ହେଉନି, ଆପଣଙ୍କ ନମ୍ବର ବ୍ଲକ୍ କରିଦେଇଛି, ଅନ୍ୟ କାହା ସହିତ କଥା ହେଉଛି, ଅନ୍ୟ କାହାକୁ ଭଲ ପାଉଛି ଆଉ ଆପଣ ତାକୁ ଫେରି ପାଇବାକୁ ଚାହୁଁଛନ୍ତି, ତା ବିନା ବଞ୍ଚିପାରିବେନି ଭାବୁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। ମାତ୍ର ଥରେ ଆଜିର ଏହି ବଶୀକରଣ କରିକି ଦେଖନ୍ତୁ। ଆପଣଙ୍କର ପ୍ରେମିକା ଯେତେ ଦୂରରେ ଥିଲେ ମଧ୍ୟ ରାତିଦିନ ଆପଣଙ୍କ କଥା ଭାବିବ, ଆପଣଙ୍କ ପାଖକୁ ଆସିବା ପାଇଁ ବାଧ୍ୟ ହେବ ଏବଂ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏଥିପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ଆଜି ମୁଁ ଆପଣଙ୍କ ପାଇଁ ଏମିତି ଏକ ସହଜ ମହାଶକ୍ତିଶାଳୀ ବଶୀକରଣ ନେଇ ଆସିଛି। ଏଥିରେ ଆପଣଙ୍କୁ ବେଶୀ କିଛି କରିବାକୁ ପଡ଼ିବନି। କେବଳ ବାମ ପାଦ ତଳେ ଝିଅ ନାମର ପ୍ରଥମ ଅକ୍ଷର ଲେଖିକି ଶୋଇବାର ଅଛି। ତାପରେ ଦେଖିବେ ଚମତ୍କାର। ସକାଳ ହେବା ମାତ୍ରେ ସେ ଝିଅ ପଟିଯିବ। ନିଜେ ଆସି ଆପଣଙ୍କ ସହିତ କଥା ହେବ ଆଉ ଆପଣଙ୍କୁ ଭଲ ପାଉଛି ବୋଲି କହିବ। ତେବେ ଏହି ବଶୀକରଣ ବିଧିକୁ ଆପଣ କିପରି କରିବେ, କେମିତି କରିବେ, ମୁଁ ଆପଣଙ୍କୁ ଶିଖେଇବି।
संपूर्ण प्रयोग विधि ठीक भाव शिखेबी। जानापी भिडटी मूलर शेष पर्यंत पूरा ध्यान सहित देखु। अधार छाड़ी पलैले आपण किसी भी बुझीपारे आउे आपण कमेंट करेंगे गुरुजी आपणकर बसीकरण काम करूनी। देखंतु तंत्र मंत्र जंत्र बसीकरण ये एमिति सेमिति काम करेनी। मनरे संपूर्ण विश्वास निष्ठा आउ एकाग्रतार सहित आपण को यही बसीकरण करने को पड़िब। तेबे जाई मु आपण को ग्यारंटी देउछि आपण 100% सफल हेबे। तेणु जदि आपण यही बसीकरण करने को चाहते से झील बा महिला को पठेबा को चाहते तेबे मोर आपण मानक अनुरोध कि आपण वीडियोटी को मूलर शेष पर्यंत पूरा ध्यानर सहित देखु। तेबे मन रखंतु यही बसीकरण विधि को आपण केउ भी दिन केउ भी बार करें किंतु जेबे भी करेंगे राति 10टारू राति 12टा भितर करेंगे। विधिटी करने पूर्वर भल भाव हाथ गोड़ मुह धोईकी सफा वस्त्र पिंधिकी आपण यही बसीकरण विधि को आरंभ करेंगे। यही जिनस आपण प्रथमे ध्यान रखिबे। तापर जितेबेले आपण यही बसीकरण करने जीवे निजर शोइबा सेज उपरे आपण पश्चिम दिग को मुह करिकी शोई पड़िबे। तापर निजर बाम पाद तले नाली कलमर साहाय्य आपण जो झील बा महिला को बसीकरण करने चाहते ता नामर प्रथम अक्षर लिखिदेवे। देखंतु मनकर आपण जो झील बा महिला को बसीकरण करने चाहते तार नाम हेउछि ममता। तेबे आपण ता नामर प्रथम अक्षर निजर बाम पाद तले लिखिदेवे। प्रथम अक्षर लिखि सारिबा परे आपण ता उपरे गोटे गोल बुलाई देबे। जेमिति से गोल भितरे ता नामर प्रथम अक्षर रहिबा दरकार। एतिकी करि सारिबा परे आपण से झील बा महिला को मने मने भाबिबे। तार मुह को निज मनरे भाबिबे। तापरे मु आपनको गोटे मंत्र बताउछि। एही मंत्र को आपण 3 थर पढ़िबे। मंत्रटी एहीपरि ध्यानर सहित शुणन्तु। ओम क्लीं क्लीं अमुकं चं चं स्वाहा। ओम क्लीं क्लीं अमुकं चं चं स्वाहा। एठारे अमुकं जगारे आपण से झील बा महिलार नाम उच्चारण करेंगे जहाँ आपण बसीकरण करने चाहते। 3 थर मंत्र पढ़ी सारिबा परे आपण से जो नार प्रथम अक्षर लिखिछंती ता उपरे 3 थर फुंकीदेवे। एतिकी करि सारिबा परे आपण शोई पड़िबे। सकाले उठिबा मात्रे आपण देखिबे किपरि से झील पटि जाइथिबो। निजे आसी आपणक सहित कथा हेब आ आपणक भल पाउछि बोली कहिब। धन्यवाद।